ଗୌତମ ଆଦାନୀ ହେଉଛନ୍ତି ଭାରତର ସବୁଠାରୁ ପ୍ରଭାବଶାଳୀ ଓ ଧନୀ ବ୍ୟବସାୟୀମାନଙ୍କ ମଧ୍ୟରୁ ଜଣେ। ସେ ଆଦାନୀ ଗ୍ରୁପ ସଂସ୍ଥାପକ ଓ ଅଧ୍ୟକ୍ଷ। ତାଙ୍କର ଜୀବନ ଏକ ପ୍ରେରଣାଦାୟକ ଗଳ୍ପ। ଜଣେ ସାଧାରଣ ବ୍ୟକ୍ତିରୁ କିପରି ଏକ ବିଶ୍ୱ ପ୍ରସିଦ୍ଧ ଉଦ୍ୟୋଗପତି ହେବାକୁ ସେ ସମର୍ଥ ହେଲେ। ଗୌତମ ଆଦାନୀଙ୍କ ଜନ୍ମ 24 ଜୁନ 1962ରେ ଗୁଜରାଟ ଅହମ୍ମଦାବାଦ ନିକଟସ୍ଥ ତଲର ନାଗରିକ ବନିଆ ପରିବାରରେ ଜନ୍ମ ହୋଇଥିଲା। ତାଙ୍କ ପିତା ଜଣେ ସାଧାରଣ ବ୍ୟବସାୟୀ ଥିଲେ। ଗୌତମ ଛୋଟବେଳଠାରୁ ବ୍ୟବସାୟ ପ୍ରତି ଆଗ୍ରହ ଥିଲେ। ସେ କଲେଜ ଛାଡ଼ିଦେଇ ଅନ୍ତାଲିଆ ଚାଲିଯାଇଥିଲେ ଓ ବ୍ୟବସାୟ ଶିଖିବାକୁ ଲାଗିଥିଲେ। ଆରମ୍ଭରେ ସେ ମୁମ୍ବାଇରେ ଡାଏମଣ୍ଡ ବ୍ରୋକିଂ କାମ କରୁଥିଲେ। ପରେ ଗୁଜରାଟକୁ ଫେରି ନିଜ ବ୍ୟବସାୟ ଆରମ୍ଭ କଲେ। 1990 ଦଶକରେ ସେ ଅହମ୍ମଦାବାଦର ସୁନ୍ଦର ବିକାଶ କରିବାକୁ ନିଷ୍ପତ୍ତି ନେଲେ। ଏହି ବନ୍ଦର ବର୍ତ୍ତମାନ ଭାରତର ସବୁଠାରୁ ବଡ଼ ପ୍ରାଇଭେଟ୍ ବନ୍ଦର। ତାପରେ ଆଦାନୀ ଗ୍ରୁପ ଶକ୍ତି, ଖଣି, ଗ୍ୟାସ, ଇନଫ୍ରାଷ୍ଟ୍ରକ୍ଚର ଏବଂ ଏବେ ଡିଜିଟାଲ ମିଡ଼ିଆ ଯିଏ ବିସ୍ତାର ପାଉଛି। ଆଦାନୀ ସଦା ଦୂରଦର୍ଶୀ ଭାବନା ରଖିଥିଲେ। ସେ ବେଶ କିଛି ବଡ଼ ଜୋଖିମ ନେଇଛନ୍ତି ଯାହା ତାଙ୍କୁ ବିଶାଳ ସଫଳତା ଦେଇଛି। ତାଙ୍କ ବ୍ୟବସାୟୀ ନିଷ୍ପତ୍ତି ସଠିକ୍ ସମୟରେ ହୋଇଥିଲା। ସେ କେବେ ହାର ମାନିନାହାନ୍ତି। ଦିନରାତି ପରିଶ୍ରମ କରିଛନ୍ତି। ଗୌତମ ଆଦାନୀଙ୍କ ଜୀବନ ଆମ ପାଇଁ ଏକ ଶିକ୍ଷା। ଯଦି ଆମେ ସ୍ପଷ୍ଟ ଲକ୍ଷ୍ୟ ରଖି ସତତା ଓ ପରିଶ୍ରମ କରିବା ତେବେ ଏକ ସାଧାରଣ ମାନବ ବି ଜଗତରେ ଶୀର୍ଷରେ ପହଞ୍ଚିପାରେ। ଆପଣମାନଙ୍କୁ ଏ ଭିଡ଼ିଓ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଏମିତି ଭିଡ଼ିଓ ଦେଖିବାକୁ ଚାହୁଁଥିଲେ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ।